এইটাର ପଡ଼ିମ ଏଇ ଯୋଉ ଛତାର କେତେଟା ଏଗାର ଏଠୁ ବାର ଏମିତି ଗଣି ଚାଲିଥିବା। ବନ୍ଧୁଗଣ ନମସ୍କାର, ଜୟ ଜଗନ୍ନାଥ। ମୁଁ ସବ୍ୟସାଚୀ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଫାଷ୍ଟ ୟୁଟ୍ୟୁବ୍ ବ୍ଲଗ୍କୁ। ଏଠି ଆପଣ ବହୁତ କିଛି ଇଣ୍ଟରେଷ୍ଟିଂ ଜିନିଷ ଦେଖିବାକୁ ପାଇପାରିବେ, ତେଣୁ ଜଲ୍ଦି ଜଲ୍ଦି ଲାଇକ୍ ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ଦିନ ଆସି ତ 12ଟା ବାଜିଲାଣି, ପାଗ ତ ବହୁତ ଖରାପ ଅଛି, ଖାଲି ଗରମ ଗୁଳୁଗୁଳି। ହଉ ସେସବୁ କଥା ଛାଡ଼ନ୍ତୁ। ମୋ ଆଈ ଆସିକି ଅଛନ୍ତି, ତାଙ୍କୁ 75 ବର୍ଷ ହେଲାଣି। ଆଗରୁ ଆମେ ଆଈ ମା କାହାଣୀ ବହୁତ ଶୁଣୁଥିଲେ। ଏସବୁ ମୋବାଇଲ ଯୁଗରେ ଆଜିକାଲି ସବୁ ଲୋପ ପାଇଗଲାଣି, ଆଉ କେହି ଶୁଣିବାକୁ ପାଉନାହାନ୍ତି। ତ ଛାଡ଼ ସେ କଥା। ଆଈ ଆସିକି ଅଛନ୍ତି, ମୌକା ଛାଡ଼ିବାନି। ତାଙ୍କୁ 75 ବର୍ଷ ହେଲାଣି, ସେ କହିପାରୁଛନ୍ତି କି ନାହିଁ ଠିକ୍ ନାହିଁ, ତଥାପି ଚାଲନ୍ତୁ ତାଙ୍କଠୁ କିଛି କାହାଣୀ ଆଜି ଶୁଣିବା। ହଉ ଆଜି ତାହେଲେ ଆଈଙ୍କଠୁ କାହାଣୀ ଶୁଣିବା। ଆପଣ ଅପେକ୍ଷା କରନ୍ତୁ, ସେ କାହାଣୀକୁ ଶୁଣନ୍ତୁ। ଆଉ ସେ କାହାଣୀ ଆପଣମାନେ ଶୁଣିଛନ୍ତି କି ନାହିଁ କମେଣ୍ଟସରେ ନିଶ୍ଚିନ୍ତ ଜଣାନ୍ତୁ। ଆଉ କାହାଣୀ ଭଲ ଲାଗିଲା କି ନାହିଁ ଜଣାନ୍ତୁ। ଆଉ ମୋ ଚ୍ୟାନେଲକୁ ଲାଇକ୍ ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜିର ପାଗଟା ତ ସାଙ୍ଗମାନେ ଏମିତି ରହିଛି। ଏବେ ତ 3-4 ଦିନ ହେଲା ଏମିତି ପାଗ ରହିଛି, ଜମା ବର୍ଷା ନାହିଁ, ପାଗ ଏମିତି ହେଇକି ରହିଛି। ସୂର୍ଯ୍ୟ ବି ଦେଖାଯାଉନାହାନ୍ତି। ବଡ଼ ଠାକୁର ଅଣସରରେ ଅଛନ୍ତି, ତେଣୁ ଯାହା ହେଲେ ଗୁଳୁଗୁଳି ପାଗ ରହିବ। ରଥଯାତ୍ରା ପରଠାରୁ ବର୍ଷା ଟିକେ ଟିକେ ହେବ, ପାଗ ଟିକେ ସୁଧୁରିବ, ଟିକେ ଆଶ୍ୱସ୍ତି ମିଳିବ। ଆଜି କଣ ହବ? ସଜନା ଶାଗ ଆଉ ବଢିଆ ଆଉ। ସଜନା ଶାଗ ହୁଁ ସଜନା ଶାଗରେ ଜହ୍ନି ହୁଁ ଜହ୍ନି କଖାରୁ ମୁଗ ଯାଇ ପଡିବ। ଆଚ୍ଛା, ଦେଖିବା ଆଜି କଣ କେମିତି ଲାଗୁଛି ଆଉ। ବଢିଆ ଲାଗିବ ନାଇଁ? ଆଜି ପଣସ ମଞ୍ଜି ହଉଛି ନାଇଁ? କଣ କଣ ପକେଇଛ ଏଥିରେ? ଏଥିରେ ପଣସ ମଞ୍ଜିକି ଟିକେ ଲୁଣ ହଳଦୀ ଦେଇ ସିଝେଇଦେଲି। ତାପରେ ଏଥିରେ ହଳଦୀ ଲଙ୍କାଗୁଣ୍ଡ ଆଉ ସୋରିଷ ବାଟଣ, ସୋରିଷରେ ଦିଆହେଇଛି ସୋରିଷ ଜିରା ରସୁଣ କଞ୍ଚା ଲଙ୍କା ବଟା ହେଇଛି, ତାକୁ ଗୋଳେଇ ଦେଲି। ତାପରେ ତାୱାକୁ ଗରମ କରି ତା ଦେହରେ ତେଲ ପକେଇଦବା। ତ ସୋରିଷ ତେଲରେ ରସୁଣ କଞ୍ଚା ଲଙ୍କା ପଡ଼ିଗଲା ଛେଚା ହେଇକିରି, ତାକୁ ଟିକେ ଜାରିଦେବା। ଏବେ ମୁଗ ଡାଲିଟା ସିଝା ହେଇଥିଲା, ମୁଗ ଡାଲି ତା ଦେହରେ କ'ଣ ଜହ୍ନି ଫହ୍ନି ଦେଇକି ସିଝା ହେଇଥିଲା, ସେଇଟା ପଡ଼ିଗଲା। ଏବେ ଏଇଟା ଟିକେ ହେଇଗଲା ପରେ ସେଥିରେ ପଡ଼ିବ ଶାଗ ଆଉ। ଆଜି ସଜନା ଶାଗ ହେଉଛି, ମୁଗ ସଜନା ଶାଗ। ଆଚ୍ଛା, କେଉଁମାନେ ଏଇ ଆଇଟମ୍ଟା ଜାଣିଛନ୍ତି, କେଉଁମାନଙ୍କ ଘରେ ଖାଆନ୍ତି, ଦର୍ଶକ ବନ୍ଧୁଙ୍କୁ ନିଶ୍ଚିନ୍ତ ଜଣାଇବେ। ଏ ଟିକେ ହେଇଗଲା ପରେ ଶାଗଟାକୁ ବର୍ତ୍ତମାନ ଶାଗ ପଡ଼ିଯିବ। ଏବେ ଶାଗଟି ପଡ଼ିଗଲା, ଶାଗ ପଡ଼େଇକି ତାକୁ ଟିକେ ଘାଣ୍ଟି ଦେଇକିରି ଆଉ ଘୋଡ଼େଇ ଦେଲେ ସେ ହେଇଯିବ। ସଜନା ଶାଗ ଇଏ ପୁରା ଫୁଲ୍ ଦେଶୀ ଖାଇବା। ମୁଗ ଡାଲି ସଜନା, ମୁଗ ଡାଲି ସଜନା, ପଣସ ମଞ୍ଜି ଭଜା, ଶାଗ।
ताको एमती टे घोड़े देकी तापर रखिदेले से लुण टिके पड़िला लुण पड़ी नथिला कौन गणी आ कहूछ এইটাটা করি মা এই যে ছতার কেতেটা করি এটা গণলে কଣ হব চাইবে কেতে করিলে সে ছতাটা যে ডোর ओ कड़ी गणले जना पड़िबो छत्ताटा केडो ମୁଁ କହିବି ତତେ ବୁଝେଇଦେବି कड़ी गणले किन जना पड़िबो ଆଣୁନୁ ତୁ ଛତାଟା तुम गोटे विचित्र लोक ମୁଁ ବିଚିତ୍ର आ मु कौन विचित्र ବୁଝୁନୁ हो देखिया बुझ ଛତାଟା ମାର ମୁଁ କହିବି ତତେ हो देखिया कौन कड़ी गणी अछि ଛତାଟା ମାର एटा गणी देले जना पड़ जिवो केते देखिया ମାର धर गण देखिया गणिल कोठु एटा एक एक एठो दुई एठो तीन एटा तीन हाँ 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 आठ नौ 10 11 एठो 12 इनती गणी चली केतेटा कि जानिब तुम्हें गोटे दाग देलनी रो एटा दाग दियो एटा 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 हैला एठू आरंभ हैला 1 2 हैला 2 3 4 5 6 7 8 9 10 11 12 हाँ 12टा आ तुम्हें बढ़ ठीक कहल बढ़िया तुम्हें जेटा गणिले कौन हम ओ 12टा कढ़ी रे एत बड़ छता है जाना ना कि हाँ हिंद धरिक बैठा वर्षा हो जानीदेल तो हाँ रखीद बंधुगण खाइबा समय हो गला आज खाइबा है पखाड़ पणस मंजी भजा शाग मुग आलू मिक्सचर गोटे पाग हम पूरा देसी खाइबा आज खाइबाटा जमिबो तो को मानू एमती देसी खाइबा पसंद कमेंट करके जनातु तो समय आसी 5टा बाजिबो पाग तो सेमती गुळुगुळी रही तो आई से बसी तो चलतु जीवा किसी गप शुणा तांकठू आई गोटे गप कह हम गप कहबी गप कहबी कथा कहबी को गप कहबी कह को गप से गप कहबी ना कलुरी बेट कथा कहबी कलुरी बेट कथा कलुरी बेट कहबी सत्य जुग था हाँ गोटे बुढ़ी थी दिए थी दुआर ओलू ओलू गोटे कलरा मझी पाइला कलरा मझी पाई रोईदेला पानी मुझे कहला मंजी मझी काली कहीचु गजा मझी गजा हो जाए ना मुझे पानी दे कहला गजारे गजा काली कहीचु बड़ गचरे भर्ती सी तो कह तार तो बड़ गछ हो जाए तार पानी दे कहला फल फूल भर्ती गचरे गच फल फूल भर्ती फल फूल भर्ती जाइला भर्ती फल कलरा टे पाची से बाटे गोटे कुआ उड़ी उड़ी जाऊला पाचिला कलरा टी देखी कहला का रानी रौनी कलरा खा रानी सी कहला मोला तू जा बुढ़ी पर मुह दे ते देवी कलरा खाइबू तो कुआ टी गला उड़ी 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 गला गोटे जंगल भर कि कूଅ देखला कहला ए कूଅ दे पानी छुए छट धाई धाई खाई कदू छट कूଅ कहला किमिति पानी नबू जा घड़ी आईबू कौन कुमार घर घड़ी आम देवी ए कुमार दे घड़ी तारे पानी धुए तट धाई धाई खाई कदू छट सी कहला से कहला किमिति नबू जा बिलुरु माटी आनिकी देबू नबू कि गढ़ी जे तू नबू सेठू कहला उड़ी उड़ी बिलू ए बिल दे माटी गड़ कुमार कलश गुटी तारे पानी धुए तट धाई धाई खाई कदू मुट सी कहला माटी नबू माटी कि नबू जा हरिण तू सिंह आनबू बोले कि खोलू जे नबू
ସେଠୁ ଉଡି ଉଡି ଗଲା ଜଙ୍ଗଲ ଭିତରେ ଗୋଟେ ହରିଣ ଦେଖିଲା, କହିଲା ଏଇ ହରିଣ ଦେଇଥିବ କୋଳେଇ ମାଟି ଗଡୁକୁମ୍ଭାର କଳସ କୁଟି କାଢେ ପାରି ଧୁଏ ସଟ ଧାଇ ଧାଇ ଖାଇ କଦଳୀ ବଟ। ସେଇଠୁ କହିଲା ମଲା ତୁ ଗୋଟେ ସିଂହ ମାଗିଲୁଣି, ଯା କାଳି ଗାଈଠୁ କ୍ଷୀର ଆଣିବୁ, କ୍ଷୀର ଖାଇଲେ ମୁଁ ଯାଇକି ଦେବି। ସେଠୁ ଗଲା ଦେଖିଲା ଗୋଟେ କାଳି ଗାଈ ଚରୁଛି, ଏ କାଳି ଗାଈ ଦେ ଧୁଣ୍ଡ ଖାଉମିରି ଗଦ ଉଷୁକ କୋଳେଇ ମାଟି ଗଡୁକୁମ୍ଭାର କଳସ କୁଟି କାଢେ ପାଣି ଧୁଏ ତଣ୍ଟ ଧାଇଁ ଧାଇଁ ଖାଇ କଦଳୀ ବଟ। ସେଠୁ କାଳି ଗାଈ କହିଲା କେମିତି କ୍ଷୀର ଦେବି, ଯା ଆଣିବୁ ହୁଡାରୁ ଉଭେଇ ଘାସ, ଘାସ ନ ଖାଇଲେ ତତେ କ୍ଷୀର ଦେବି କେମିତି। ସେଠୁ ଗଲା ଦେଖିଲା ବିଲ, ଏ ହୁଡା ଦେ ଘାସ ଖାଉ କାଳି ଗାଈ ଦଉ ଦୁଧ ଖାଉମିରି ଗଦ ଉଷୁକ କୋଳେଇ ମାଟି ଗଡୁକୁମ୍ଭାର କଳସ କୁଟି କାଢେ ପାଣି ଧୁଏ ତଣ୍ଟ ଧାଇଁ ଧାଇଁ ଖାଇ କଦଳୀ ବଟ। ହୁଡା କହିଲା କେମିତି ଘାସ ନବୁ, ଯା ଆଣିବୁ, ଯା ନ ଆଣିଲେ କିଛି ତତେ ଦେବି। ସେଠୁ କହିଲା ଏଇ ହୁଡା ଦେ ଏଇ କମାର ଦେ ଯା କାଟେ ଘାସ ଖାଉ କାଳି ଗାଈ ଦଉ ଦୁଧ ଖାଉମିରି ଗଦ ଉଷୁକ କୋଳେଇ ମାଟି ଗଡୁକୁମ୍ଭାର କଳସ କୁଟି କାଢେ ପାଣି ଧୁଏ ତଣ୍ଟ ଧାଇଁ ଧାଇଁ ଖାଇ କଦଳୀ ବଟ। ସିଏ କହିଲା ଦା ନବୁ ନା, ହଁ ଦା ନେବି, ନା ପାଚିଲା ଦା ନବୁ ନା କଞ୍ଚା ଦା। ପାଚିଲା ଦା ନବୁ ନା କଞ୍ଚା ଦା ନବୁ, ନା ପାଚିଲା ଦା ନେବି। ତାକୁ ତାହେଲେ କୋଉଠି ରଖିବି, ନା ଏଇ ବେକ ଦେଖେଇଦେଲା, କହିଲା ଏଇଠି ରଖିଦିଅ। ଯେମିତି ସେ ଯାହା ଟିକେ ରଖିଲା ଏଇଠି ବେକଟି କଟିଗଲା। ବେକଟି କଟିଗଲାଠୁ କୁଆଟି ମରିଗଲା। କୁଆଟି ମରିଗଲାଠୁ ମୋ କଥାଟି ସଇଲା। କ୍ୟାଁକିରେ ମୋ କଥାଟି ଫୁଲ ଗଛଟି ମଲା, ମୋ କଥାଟି ସଇଲା, ଫୁଲ ଗଛଟି ମଲା। କ୍ୟାଁକିରେ ଫୁଲ ଗଛ ମଲୁ, ନା ମୋତେ ଗାଈ ଖାଇଗଲା। କ୍ୟାଁକିରେ ଗାଈ ଖାଇଲୁ, ନା ମୋ ମା ମୋତେ ଗଉଡ଼ ଚରେଇଲାନି। କ୍ୟାଁକିରେ ଗଉଡ଼ ଚରେଇଲୁନି, ନା ମୋ ମା ମୋତେ ଭାତ ଦେଲାନି ଖାଇବାକୁ। କ୍ୟାଁକିରେ ଭାତ ଦେଲୁନି, ନା ମୋ ପୁଅ କାନ୍ଦୁଥିଲା। କ୍ୟାଁକିରେ ପୁଅ କାନ୍ଦୁଥିଲୁ, ନା ମୋତେ ଜନ୍ଦା କାମୁଡ଼ିଲା। କ୍ୟାଁକିରେ ଜନ୍ଦା କାମୁଡ଼ିଲା, ନା ମୋ ଭୁଇଁ ତଳେ ତଳେ ଥାଏ, କଅଁଳ ମାଂସ ଟିକେ ପାଇଲେ ରୁଟୁ ମୁଟୁ ଖାଏ। ତ ବନ୍ଧୁଗଣ ଗପଟି ଶୁଣିଲେ ଆପଣମାନଙ୍କୁ ଗପଟି କେମିତି ଲାଗିଲା କମେଣ୍ଟରେ ଜଣାନ୍ତୁ। ତ ସାଙ୍ଗମାନେ ଅପେକ୍ଷାର ଅନ୍ତ ଘଟିଛି, ଫାଇନାଲି ବର୍ଷା ହେଇଯାଇଛି। ଆଉ ଦେଖନ୍ତୁ କେଡ଼େ ବଢ଼ିଆ 3 ଦିନର ଗରମ ପାଗରେ, 3-4 ଦିନର ଗରମ ଗୁଳୁଗୁଳିରେ ଆଜି ବର୍ଷା ହେଇଛି, ଟିକେ ଆଶ୍ୱସ୍ତି ଟିକେ ମିଳିଛି। ଯାହା ହଉ କି ଥଣ୍ଡା ପବନ ଚାଲିଛି ବର୍ଷା। ହଉ ଆଜିର ଭିଡ଼ିଓ ଏତିକି ଥିଲା। ପୁଣି ଦେଖା ହେବା ଗୋଟେ ନୂଆ ଭିଡ଼ିଓରେ। ରହିଲି, ଜୟ ଜଗନ୍ନାଥ, ନମସ୍କାର।